ପିଲାମାନେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଭାରତର ତେଣୁ ସେଇଥିର MCQ ପ୍ରଶ୍ନ ବଛା ବଛା ପ୍ରଶ୍ନ ଆମେ ଆଣିଛେ। ଚାଲନ୍ତୁ ଦେଖିବା କିଏ କେତେ ମାର୍କ ରଖିପାରୁଛନ୍ତି, ନିଜକୁ ଟେଷ୍ଟ କରିବେ ଏବଂ ଆନ୍ସର ଦେବେ। ପ୍ରଥମ ପ୍ରଶ୍ନ ଏଇଠି ପିଲାମାନେ, ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କ'ଣ କୁହାଯାଏ? ସମସ୍ତେ ଆନ୍ସର ଦିଅ। ସଚିବ, ଜିଲ୍ଲାପାଳ, କମିଶନର ନା ମେୟର? ଉତ୍ତର କ'ଣ ହେବ? କାର୍ଯ୍ୟନିର୍ବାହୀ ଅଧିକାରୀ। ତୁମେ ଜାଣିଛ ଜଣେ ସରକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏ, ତେଣୁ ଉତ୍ତର ହେଉଛି କ'ଣ ନା କମିଶନର। ସେ ହେଉଛନ୍ତି କମିଶନର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୌରପାଳିକାର ବାଧ୍ୟତାମୂଳକ କାର୍ଯ୍ୟ ନୁହେଁ? ଜନ୍ମ ମୃତ୍ୟୁ ପଞ୍ଜୀକରଣ ତ ବାଧ୍ୟତାମୂଳକ। ସଂକ୍ରାମକ ରୋଗର ନିୟନ୍ତ୍ରଣ, କାହିଁକିନା ସ୍ୱାସ୍ଥ୍ୟ ନିଶ୍ଚୟ ବେସିକ୍ ନିଡ୍। ପ୍ରାଥମିକ ଶିକ୍ଷା ବି ବେସିକ୍ ନିଡ୍। ଉତ୍ତର ହେଉଛି ପାର୍କ ଆଉ ଖେଳ ପଡ଼ିଆ ନିର୍ମାଣ କରିବା ପୌରପାଳିକାର ବାଧ୍ୟତାମୂଳକ କାର୍ଯ୍ୟ ନୁହେଁ। ନେକ୍ସଟ ପ୍ରଶ୍ନ, ଓଡ଼ିଶାର କେଉଁ ଦିବସକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଯାଇଛି? ଜାନୁଆରୀ 26, ମାର୍ଚ୍ଚ 5, ମଇ 1, ଜୁନ 5 ତାରିଖ। କ'ଣ ହେବ ନା ମାର୍ଚ୍ଚ 5 ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ। ଓଡ଼ିଶାର ସହରାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର କାର୍ଯ୍ୟକାଳ କେତେ ବର୍ଷ? 4 ବର୍ଷ, 5 ବର୍ଷ, 6 ବର୍ଷ, 3 ବର୍ଷ? କ'ଣ ହେବ? ଉତ୍ତର କ'ଣ ହେବ ନା ଉତ୍ତର ହେଉଛି 5 ବର୍ଷ। ବହୁତ ବଢ଼ିଆ ପିଲାମାନେ। ଓଡ଼ିଶାରେ କାହାର ଜନ୍ମଦିବସକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥାଏ? ଏ ଗୋପବନ୍ଧୁ ଦାସ, ବି ମଧୁସୂଦନ ଦାସ, ସି ହରେକୃଷ୍ଣ ମହତାବ, ଡି ବିଜୁ ପଟ୍ଟନାୟକ? କ'ଣ ହେବ? ଉତ୍ତର ହେଉଛି ବିଜୁ ପଟ୍ଟନାୟକଙ୍କର ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ। ପ୍ରତ୍ୟେକ ରାଜସ୍ୱ ଗ୍ରାମର ନାଗରିକମାନଙ୍କୁ ନେଇ ଗଠିତ ସଭାକୁ କ'ଣ କୁହାଯାଏ? ଗ୍ରାମ ସଭା, ବି ପଲ୍ଲୀ ସଭା, ସି ଗ୍ରାମ ପଞ୍ଚାୟତ, ଡି ଗ୍ରାମ ଅଦାଲତ? କ'ଣ ହେବ ଉତ୍ତର? ଉତ୍ତର ହେଉଛି ପଲ୍ଲୀ ସଭା ବୋଲି କୁହାଯାଏ। ଗ୍ରାମ ପଞ୍ଚାୟତର ସମସ୍ତ ନାଗରିକମାନଙ୍କୁ ନେଇ ଗଠିତ ସଭାକୁ କ'ଣ କୁହାଯାଏ? ଗ୍ରାମ ସଭା, ନା ବି ପଲ୍ଲୀ ସଭା, ସି ଗ୍ରାମ ପଞ୍ଚାୟତ, ଡି ପ୍ରଜା କୋର୍ଟ? କ'ଣ ହେବ ଉତ୍ତର? ନା ଉତ୍ତର ହେଉଛି ଗ୍ରାମ ସଭା ବୋଲି କୁହାଯାଏ। ଛୋଟ ଛୋଟ ସହରରେ ଗଠିତ ସ୍ୱାୟତ୍ତଶାସନ ବ୍ୟବସ୍ଥାକୁ କ'ଣ କୁହାଯାଏ? ଏ ପୌରପାଳିକା, ବି ନିଗମ, ସି ବିଜ୍ଞାପିତ ଅଞ୍ଚଳ ପରିଷଦ, ଡି ପୌର ସଂସ୍ଥା? ତ ଉତ୍ତର ହେଉଛି ଏଠି ବିଜ୍ଞାପିତ ଅଞ୍ଚଳ ପରିଷଦ। ବୃହତ୍ତମ ନଗରୀ ମାନଙ୍କରେ ଗଠିତ ସ୍ୱାୟତ୍ତଶାସନ ବ୍ୟବସ୍ଥାର ନାମ କ'ଣ? ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲିଟି, ମହାନଗର ନିଗମ ନା ପୌରପାଳିକା? ତ ଉତ୍ତର ହେଉଛି କ'ଣ ପିଲାମାନେ? କ'ଣ ହେବ? ମହାନଗର ନିଗମ, ସବୁଠୁ ବୃହତ୍ତମ ନଗରୀରେ। ନେକ୍ସଟ ପ୍ରଶ୍ନ, 74ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ଧାରା 243W କେତୋଟି ବିଷୟ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇଛି? 15ଟି, 16ଟି, 18ଟି, 20ଟି? ତ ଉତ୍ତର ହେଉଛି 18ଟି ଦିଆଯାଇଛି। ମଧ୍ୟମ ଧରଣ ସହରରେ ଗଠିତ ସ୍ୱାୟତ୍ତଶାସନ ବ୍ୟବସ୍ଥାକୁ କ'ଣ କୁହାଯାଏ? ଏ ପୌରପାଳିକା ବା ମ୍ୟୁନିସିପାଲିଟି, ବି ନିଗମ, ସି ସହରାଞ୍ଚଳ ବିକାଶ ବୋର୍ଡ, ଡି ବିଜ୍ଞାପିତ ଅଞ୍ଚଳ ପରିଷଦ? ଏଠି ଉତ୍ତର ହେବ କ'ଣ ନା ପୌରପାଳିକା ବା ମ୍ୟୁନିସିପାଲିଟି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପଞ୍ଚାୟତିରାଜ ବ୍ୟବସ୍ଥା ଓ ସହରାଞ୍ଚଳ ସ୍ୱାୟତ୍ତଶାସନ ବ୍ୟବସ୍ଥାର ଲକ୍ଷ୍ୟ ଅଟେ? କ୍ଷମତାର ବିଭାଜନ, କ୍ଷମତାର ପୃଥକୀକରଣ, କ୍ଷମତାର ବିକେନ୍ଦ୍ରୀକରଣ, କ୍ଷମତାର କେନ୍ଦ୍ରୀକରଣ? ଉତ୍ତର କ'ଣ ହେବ? ଉତ୍ତର ହେଉଛି କ୍ଷମତାର ବିକେନ୍ଦ୍ରୀକରଣ। ସ୍ୱାଧୀନ ଭାରତରେ କେଉଁ ମସିହାରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ବା କମ୍ୟୁନିଟି ଡେଭଲପମେଣ୍ଟ ପ୍ରୋଗ୍ରାମ ପ୍ରଚଳନ କରାଯାଇଥିଲା? 1950, 1952, 1956, 1959? ଉତ୍ତର କିଏ ଦେବ ପିଲାମାନେ? 1952 ମସିହାରେ, 1952। ସମ୍ବିଧାନର କେଉଁ ଧାରା ଅନୁସାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପାଇଁ ସ୍ଥାନ ସଂରକ୍ଷଣ କରାଯିବ? 243, 243A, 243C ନା 243D? ତ ଉତ୍ତର ହେଉଛି 243D ଅନୁସାରେ। ସମ୍ବିଧାନର କେଉଁ ଧାରା ଅନୁସାରେ ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ନିର୍ବାଚନ ପରିଚାଳନା କରିଥାନ୍ତି?
243A 243D 243G 243K। तो उत्तर कौन हम ना 243K अनुजाई। निम्नोक्त मध्यरु केउ पदवी पाई निर्वाचन रे प्रार्थी दलीय संकेत व्यवहार करथांती केउ पदवी पाई? ए सरपंच प्रार्थी, बी पंचायत समिति प्रार्थी, सी जिला परिषद प्रार्थी, डी उपरोक्त समस्त। तो उत्तर हो कौन ना उपरोक्त समस्त। देखो जिला परिषद निम्नोक्त पदवी पाई निर्वाचन रे प्रार्थी दलीय संकेत व्यवहार करथांती। तो दलीय संकेत व्यवहार करथांती पंचायत समिति नुह कि सरपंच नुह एटा हो जिला परिषद प्रार्थी पाई। ठीक अछि। नेक्स्ट प्रश्न, प्रतिवर्ष केउ मासरे पल्ली सभा अनुष्ठित होता है? जनवरी, फेब्रुआरी, मार्च, जून। तो उत्तर होछि कौन ने फेब्रुआरी मासरे पल्ली सभा अनुष्ठित होता है। पंचायत समिति अध्यक्ष को बहिष्कार करिबा पाई आगत अनास्था प्रस्ताव मोट समिति सभ्यर केते अंश द्वारा गृहीत हेबा आवश्यक? अर्धाधिक, 2/3, उपस्थित सभ्यर 3/4, पंचायत समितिर अर्धाधिक सरपंच को द्वारा। तो उत्तर कौन हम ना 2/3। नेक्स्ट प्रश्न, केउ मसियारे ओडिशा रे द्वितीय थर जिला परिषद गठन होइतला? 1980, 1985, 1990, 1994। प्रथम ना द्वितीय थर जिला परिषद गठन होइतला? तो उत्तर होची 1994 मसियारे। केउ मसियारे कटक भुवनेश्वर को महानगर निगमर मान्यता मिलिथिला? 1990, 91, 93, 94। तो उत्तर होची 1994 मसियारे ओडिशा रे छोट छोट सहर रे गठित सहरांचल स्वायत्त शासन नाम कौन? विज्ञापित अंचल परिषद, नगरपालिका, निगम, पौर संस्था। कौन हम छोट छोट सहर रे? तो उत्तर होची विज्ञापित अंचल परिषद। मन रखियो पिला माने। महानगर निगमर प्रत्येक वार्ड रु निर्वाचित सदस्य मान कौन कह जाए? पंच, बी काउंसिलर, सी कॉर्पोरेटर, ना डी पौरपालक। तो उत्तर कौन हम? उत्तर होची कॉर्पोरेटर। कौन? कॉर्पोरेटर। पौर संस्थार अध्यक्ष को बहिष्कृत करने पाई आगत अनास्था प्रस्ताव केते सभ्यों द्वारा गृहीत हेबा आवश्यक? ए अर्धाधिक, बी 2/3, सी 3/4 अंश, ना डी भोट देथिबा समस्त सभ्यों द्वारा। तो उत्तर कौन हम? उत्तर होची 2/3। निम्नोक्त मध्यरु केउ अनुष्ठानर मुख्य को मेयर कहा जाए? बहुत इंपोर्टेंट प्रश्न। ए विज्ञापित अंचल परिषद, बी नगरपालिका, सी महानगर निगम, डी जिला परिषद। तो उत्तर कौन हम? उत्तर होची महानगर निगमर अनुष्ठानर मुख्य को मेयर कहा जाए। ओडिशा रे ग्राम पंचायत गठन पाई सर्वाधिक जनसंख्या केते हेबा आवश्यक? बहुत इंपोर्टेंट प्रश्न। ओडिशा रे ग्राम पंचायत गठन पाई सर्वनिम्न जनसंख्या केते हेबा आवश्यक? ग्राम पंचायत पाई 1500, बी 2000, सी 2500, डी 3000। तो उत्तर कौन हम? ना उत्तर होची 2000। यदि लोक संख्या 2000 थांती मिनिमम ताले ग्राम पंचायत गठन हो पारिबो। ठीक अछि पिला माने एठी हमें आलोचना कले बहुत गुडे प्रश्न समस्त को शेयर करिवो एवं सांग मान को आनी कि जोड़ो ए चैनल सहित रहिली बंदी उत्कल जननी।